ପିଲାଏ आज शिक्षादान कार्यक्रम को तुम समस्त को स्वागत। मुझे गिरिधरी साहू। आज आम अष्टम श्रेणी गोटे पाठ पढ़ा। से पाठटी हूँ रंबसर अभ्यास पाठ। रंबसर अभ्यास पाठ। गतकाली रंबस विषय पढ़ा सरी तथापि तुम मानक सम्यक धारणा आउ थे दिपर अभ्यास पाठ को जीवा। प्रथम कौन करवा 6टी रंबस चित्र अंकन करवा कर। एक 2 3 4 5 एमानकर ना दबा सब गोटे ना दबा ए बी सी डी यहाँ फास्ट एटा सेकेंड ए बी सी डी यहाँ थर्ड ए बी सी डी यहाँ फोर्थ ए बी सी डी यहाँ फिफ्थ ए बी सी डी यहाँ सिक्स्थ ए बी सी डी। आम प्रथम कौन कले जे 6टी रंबसर चित्र ब्लैक बोर्ड अंकन कले से जदि अंकन कले से विषय आम सम्यक धारणा पाइबा। देख प्रथम रंबस सन्निहित बाहु परस्पर समान ए बी जी बी सी से यदि 4 सेम हुए ए बी सी 4 सेम ही हम कौन ये बुझल सन्निहित बाहु समान सन्निहित बाहु समान। प्रथम तुम रंबस सन्निहित बाहु समान है। द्वितीय रंबस कथी जीवा देख ए बी सी डी आ गोटे रंबसर चित्र यार 4टी जाक बाहु समान ए बी जी बी सी सी डी डी है से 4टी जाक बाहु समान 4टी बाहु समान है। प्रथम द्वितीय जानीगल गोटे है सन्निहित बाहु समान द्वितीय 4टी जाक बाहु समान देखिए टे कंटेस्टेड होती निभेगला। थर्ड को देख थर्ड कौन हो कर्णद्वय परस्पर को समकोण समद्विखंड करते। कर्णद्वय बी डी गोटे कर्ण ए सी गोटे कर्ण परस्पर को कौन करती समकोण समद्विखंड करती। ये सब समकोण हो बुझिपार। कर्णद्वय परस्पर को समकोण समद्विखंड करती। कर्णद्वय परस्पर को समकोण समद्विखंड करते। ये तुम
ଥାର୍ଡ଼ ହେଲା କ'ଣ ଏ ବି ସି ଡି ଗୋଟିଏ କ'ଣ ରମ୍ବସ୍ ଏ ସି ଗୋଟିଏ କର୍ଣ୍ଣ ବି ଡି ଆଉ ଗୋଟିଏ କର୍ଣ୍ଣ ସେମାନେ କ'ଣ କରୁଛନ୍ତି କର୍ଣ୍ଣଦ୍ୱୟ କ'ଣ ହେଲା ସମକୋଣରେ ସମଦ୍ୱିଖଣ୍ଡ କରନ୍ତି ତାର ଅର୍ଥ ଏଇଟା ଓ ଦେଇଦେବ ଏ ଓ ଡି ହେଉଛି ଗୋଟିଏ ସମକୋଣ ଡି ଓ ସି ଆଉ ଗୋଟିଏ ସମକୋଣ ସି ଓ ବି ଆଉ ଗୋଟିଏ ସମକୋଣ ବି ଓ ଏ ଆଉ ଗୋଟିଏ ସମକୋଣ ଚାର ମାନେ ସମକୋଣରେ ମାନେ ସମଦ୍ୱିଖଣ୍ଡ କରନ୍ତି ଏଇଟା ହେଲା କ'ଣ ତୁମର ଥାର୍ଡ଼ ଫୋର୍ଥକୁ ଆସ ଫୋର୍ଥ କୋଡ଼େ ଏ ବି ସି ଡି ମଧ୍ୟ ଗୋଟିଏ ସାମନ୍ତରିକ ଚିତ୍ର ଚାରୋଟି ସମକ୍ଷେତ୍ରଫଳ ବିଶିଷ୍ଟ ସମକୋଣ ତ୍ରିଭୁଜ ହେବ ଚାରୋଟି ଏଇଟା କର୍ଣ୍ଣଦ୍ୱୟକୁ ଯୋଡ଼ି କରିଦିଅ କର୍ଣ୍ଣଦ୍ୱୟକୁ କ'ଣ କଲ ଯେ ମାନେ ଯେଉଁ ସଂଯୋଗ କଲ ଏ ସି ଗୋଟିଏ କର୍ଣ୍ଣ ବି ଡି ଗୋଟିଏ କର୍ଣ୍ଣ ଏ ଚାରୋଟି କ'ଣ ହେଲା ଚାରୋଟି ସମକ୍ଷେତ୍ରଫଳ ବିଶିଷ୍ଟ ତ୍ରିଭୁଜରେ ପରିଣତ ହେଲେ ଏମାନେ ହେଲା କ'ଣ ସବୁ ଯାକ ଚାରୋଟି ଯାକ ସମକୋଣ ହେବ ହେଲା ଏଠି କ'ଣ ଜାଣିଲ ଚାରୋଟି ସମକ୍ଷେତ୍ରଫଳ ବିଶିଷ୍ଟ ତ୍ରିଭୁଜରେ ପରିଣତ ହେବ ଚାରୋଟି ସମକ୍ଷେତ୍ରଫଳ ବିଶିଷ୍ଟ ଚାରୋଟି ସମକ୍ଷେତ୍ରଫଳ ବିଶିଷ୍ଟ ସମକୋଣୀ ତ୍ରିଭୁଜରେ ପରିଣତ ହେବ ଚାରୋଟି ସମକ୍ଷେତ୍ର ବିଶିଷ୍ଟ ସମକୋଣୀ ଚାରୋଟି ସମକ୍ଷେତ୍ର ବିଶିଷ୍ଟ ସମକୋଣୀ ତ୍ରିଭୁଜରେ ପରିଣତ ହେବ ଇଏ ହେଲା ତୁମର ଫୋର୍ଥ ଷ୍ଟେପ୍ ତାପରେ ଫିଫ୍ଥ ଷ୍ଟେପ୍କୁ ଆସ ହାତୁ ନିଭେଇ ଦେବା ଜାଗା ନାହିଁ ଫିଫ୍ଥ ଷ୍ଟେପ୍ରେ ଲକ୍ଷ୍ୟ କର କ'ଣ ହେଇଛି ଫିଫ୍ଥ ଷ୍ଟେପ୍ ଏ ବି ସି ଡି ଆଉ ଗୋଟିଏ କ'ଣ ରମ୍ବସ୍ ବିପରୀତ କୋଣଗୁଡ଼ିକ ସମଦ୍ୱିଖଣ୍ଡ କରିବେ କର୍ଣ୍ଣ ବିପରୀତ କୋଣକୁ ସମଦ୍ୱିଖଣ୍ଡ କରିବେ ବିପରୀତ କୋଣ ବିର ବିପରୀତ କୋଣ ଡି କୋଣ ଏର ବିପରୀତ କୋଣ ସି କୋଣ ଯଦି ବି ଡିକୁ ଯୋଗ କରିଦେବ କର୍ଣ୍ଣକୁ ଯୋଗ କରିଦେବ ତାହେଲେ ବିପରୀତ ବି କୋଣ ସମଦ୍ୱିଖଣ୍ଡ ହେବ ଆଉ ଡି କୋଣ ମଧ୍ୟ ସମଦ୍ୱିଖଣ୍ଡ ହେବ ତାର ଅର୍ଥ ଏ ବି ଡି ଗୋଟିଏ ତ୍ରିଭୁଜ ଡି ବି ସି ଆଉ ଗୋଟିଏ ତ୍ରିଭୁଜ ବିପରୀତ କୋଣଗୁଡ଼ିକ ସମଦ୍ୱିଖଣ୍ଡ ହେବ ଯଦି ଏ ସିକୁ କର୍ଣ୍ଣକୁ ଯୋଡ଼ିଦେବ ସେମିତି ଏଠି ମଧ୍ୟ ବିପରୀତ କୋଣ ସମଦ୍ୱିଖଣ୍ଡିତ ହେବ ବିପରୀତ କୋଣକୁ ସମଦ୍ୱିଖଣ୍ଡ କରିବ କର୍ଣ୍ଣ ବି ଡି କର୍ଣ୍ଣ ବି ଡି ବିପରୀତ କୋଣକୁ ସମଦ୍ୱିଖଣ୍ଡ କରେ ବିପରୀତ କୋଣକୁ ସମଦ୍ୱିଖଣ୍ଡ କରେ ଇଏ ହେଲା ତୁମର ଫିଫ୍ଥରେ କ'ଣ ହେଲା କର୍ଣ୍ଣ କ'ଣ କରୁଛି ବିପରୀତ କୋଣକୁ ସମଦ୍ୱିଖଣ୍ଡ କରୁଛି ଇଏ ବର୍ତ୍ତମାନ ଏ ବି ସି ଗୋଟିଏ କୋଣ ଏଇ କୋଣଟାକୁ ବି ଡି କର୍ଣ୍ଣ ଦ୍ୱିଖଣ୍ଡ କଲା ମାନେ ଏଇ କୋଣଟି ଯେତିକି ଏ କୋଣଟି ମଧ୍ୟ ସେତିକି ହେବ ଏ ବି ଡି ଡି ବି ସି ସମଦ୍ୱିଖଣ୍ଡ ହେଲେ ଦୁଇଟା ଯାକ କୋଣ ସମାନ ହେଇଗଲା ବର୍ତ୍ତମାନ ଫିଫ୍ଥ କାମ ସରିଗଲା ସିକ୍ସଥ କାମକୁ ଆସିବ ସିକ୍ସଥ କାମରେ ପୁରା ଲକ୍ଷ୍ୟ କର ଦୁଇ ଯୋଡ଼ା ବାହୁ ସାମନ୍ତରିକ କ୍ଷେତ୍ରର ଥିବା ବ୍ୟବଧାନର ଲମ୍ବ ଉଚ୍ଚତା ହେବ ସମାନ ଦେଖ ଏ ବି ସି ଡି ଗୋଟିଏ ସାମନ୍ତରିକ କ୍ଷେତ୍ର ହେଲା ଯଦି ଏ ବି ସି ଡି ଗୋଟିଏ ସାମନ୍ତରିକ ଦୁଇ ଯୋଡ଼ା ବାହୁ ମାନେ ଦେଖ ଇଏକୁ କ'ଣ କହ ଇଏ ଲମ୍ବ ଆଉ ଉଚ୍ଚତା ଆନା ଇ ଦିଅ ଆନା ଏଫ୍ ଦିଅ ଏଠି କ'ଣ ଜାଣିଲ ଦୁଇ ଯୋଡ଼ା ବାହୁ ମଧ୍ୟରେ ବ୍ୟବଧାନ
ଲମ୍ବ ଉଚ୍ଚତା ସମାନ। ଦୁଇ ଯୋଡ଼ା ବାହୁ ମଧ୍ୟରେ ବ୍ୟବଧାନ କ'ଣ ହେଇଛି? ଲମ୍ବ ଉଚ୍ଚତା ସମାନ। ଲମ୍ବ ଓ ଉଚ୍ଚତା ସମାନ। ଇଏ ହେଲା ତୁମର ରମ୍ବସର 6ଟି ନିୟମ। ଏ 6ଟି ନିୟମକୁ ତୁମକୁ ସଂକ୍ଷିପ୍ତରେ ବୁଝେଇ ଦିଆହେଲା। ବର୍ତ୍ତମାନ କ'ଣ କରିବା? ଆମେ ଟପିକକୁ ଆସିବା। ତାକୁ ନିଭେଇଦେବା। ଗୋଟିଏ ପ୍ରଶ୍ନ ନେବା, ସେ ପ୍ରଶ୍ନଟିକୁ ସମାଧାନ କରିବା। ଗୋଟିଏ ରମ୍ବସର କର୍ଣ୍ଣଦ୍ୱୟ ଯଥାକ୍ରମେ 16 ସେମି ଆଉ ଗୋଟିଏ ହେଲା 12 ସେମି ହେଲେ କ୍ଷେତ୍ରଫଳ ସ୍ଥିର କର। ଗୋଟିଏ ରମ୍ବସର କର୍ଣ୍ଣଦ୍ୱୟର ଦୈର୍ଘ୍ୟ 16 ସେମି ଗୋଟିଏ ହେଲା 16 ସେମି ଆଉ ଗୋଟେ ହେଲା 12 ସେମି ଓ 12 ସେମି ହେଲେ କ୍ଷେତ୍ରଫଳ ସ୍ଥିର କର। କ୍ଷେତ୍ରଫଳ ସ୍ଥିର କର। ଏ ହେଲା ତୁମର ପ୍ରଶ୍ନ। ଏ ପ୍ରଶ୍ନକୁ ବର୍ତ୍ତମାନ ଆମେ ସମାଧାନ କରିବା। ତୁମେ ତ ଗତ ପିରିୟଡ଼ରେ ପଢ଼ିଥିଲ ରମ୍ବସର କ୍ଷେତ୍ରଫଳ କ'ଣ? ରମ୍ବସର କ୍ଷେତ୍ରଫଳ ହେଉଛି 1/2 କର୍ଣ୍ଣଦ୍ୱୟର ଗୁଣଫଳ। ରମ୍ବସର କ୍ଷେତ୍ରଫଳ ଉତ୍ତର। ରମ୍ବସର କ୍ଷେତ୍ରଫଳ ସୂତ୍ର ହେଲା କ'ଣ? 1/2 କର୍ଣ୍ଣଦ୍ୱୟର ଗୁଣଫଳ। 1/2 କର୍ଣ୍ଣଦ୍ୱୟର ଗୁଣଫଳ। ତା 1/2 ଲେଖ। କର୍ଣ୍ଣଦ୍ୱୟ ହେଲା କେତେ? 16 ସେମି ଆଉ 12 ସେମି ଗୁଣନ 16 ସେମି ଗୁଣନ 12 ସେମି। ଆକୁ ଯଦି ଗୁଣିଦେବ 16 ସେମି 1/2 16 ସେମି ଗୁଣ 12 ସେମି ଇଏ ହେବ 96 ବର୍ଗ ସେମି। 96 ବର୍ଗ ସେମି। ଏଇଟା ତୁମର ଅଭ୍ୟାସ ପାଠ। ଗତକାଲି ଏ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଆଜି ମଧ୍ୟ ତୁମମାନଙ୍କୁ ସାମ୍ୟକ ଧାରଣା ଗଲା। ସେ ସାମ୍ୟକ ଧାରଣାରେ ମଧ୍ୟ ତୁମକୁ ଟିକେ ବୁଝି ଦିଆଗଲା। ଗୋଟିଏ ଅଭ୍ୟାସ ପାଠ କରାଗଲା। ଗୋଟିଏ ରମ୍ବସର କର୍ଣ୍ଣଦ୍ୱୟର ଦୈର୍ଘ୍ୟ ଯଥାକ୍ରମେ 16 ସେମି 12 ସେମି ହେଲେ କ୍ଷେତ୍ରଫଳ ସ୍ଥିର କର। ରମ୍ବସର କ୍ଷେତ୍ରଫଳ ସୂତ୍ର ହେଉଛି 1/2 କର୍ଣ୍ଣଦ୍ୱୟର ଗୁଣଫଳ। 1/2 ଗୁଣନ 16 ଗୋଟିଏ କର୍ଣ୍ଣ ହେଲା 16 ଆଉ ଗୋଟିଏ କର୍ଣ୍ଣ ହେଲା 12। ତାକୁ ଆମେ ଯଦି ଗୁଣିକିରି 2ରେ ହରିଦେବା 96 ବର୍ଗ ସେମି ହେବ। ହଁ ପିଲାଏ, ପାଠଟି ଯଦି ତୁମେ ଭଲ ଭାବରେ ଶୁଣିଥିବ, ବ୍ଲାକବୋର୍ଡ଼କୁ ଲକ୍ଷ୍ୟ କରିଥିବ, ତାହେଲେ ତୁମର ଭବିଷ୍ୟତ ଏଇଭଳିଆ ଯଦି କ୍ଷେତ୍ରଫଳ ନିର୍ଣ୍ଣୟ କରିବାକୁ ପଡ଼େ, ରମ୍ବସର ସୂତ୍ର ଗୁଡ଼ିକ କ'ଣ, କେମିତି 6ଟି ପର୍ଯ୍ୟାୟରେ ରମ୍ବସକୁ ବୁଝି ଦିଆହେଲା, ତୁମେ ନିଶ୍ଚିତ ଭାବେ ଭଲ ଭାବରେ ବୁଝିପାରିଥିବ। ହଁ ପିଲାଏ, ଆଜିର ଶିକ୍ଷାଦାନ କାର୍ଯ୍ୟକ୍ରମ ପରିସମାପ୍ତି ଘଟିଲା। ଆଉ ଧନ୍ୟବାଦ।